କେଉଁ ଖେଳରେ କ'ଣ ଡିଟେଲ୍ସ କହିଦିଅନ୍ତୁ। ଏଠି ଆମର ଅଲ୍ ଓଡ଼ିଶା ଓପନ୍ କ୍ୟାରମ୍ ଚାମ୍ପିଅନସିପ୍ ଅର୍ଗାନାଇଜ୍ କରାଯାଉଛି। ଆଉ ସେଇଟାକୁ ଯେଉଁମାନେ ଅର୍ଗାନାଇଜ୍ କରୁଛନ୍ତି, ଯେଉଁମାନେ ଖେଳିଥିଲେ ଆଉ ସେଇ ଖେଳରୁ ସେମାନେ ଚାକିରି ପାଇଛନ୍ତି, ସେମାନେ ଇଣ୍ଟରେଷ୍ଟେଡ୍ ହେଇକି କମ୍ପିଟିସନ୍ କରୁଛନ୍ତି। ଏ ଯେଉଁ କମ୍ପିଟିସନ୍ କରୁଛନ୍ତି, ଆଗରୁ ଗୋଟେ ଦୁଇଟା କମ୍ପିଟିସନ୍ ହେଉଥିଲା, ଏବେ ପିଲାମାନେ ବହୁତ କମ୍ପିଟିସନ୍ ପାଇପାରିବେ। ଏମାନଙ୍କଠୁ ବି ମାନେ ଶିଖିକିରି ଅନ୍ୟମାନେ ବି କମ୍ପିଟିସନ୍ କଲେ। ପିଲାମାନେ ଯେଉଁ ଗୋଟେ ଦୁଇଟା କମ୍ପିଟିସନ୍ ପାଉଥିଲେ, ଯେତେ କମ୍ପିଟିସନ୍ ହେବ ପିଲାଙ୍କର ଆଗ୍ରହ ବଢ଼ିବ ଆଉ ତାଙ୍କର ଟ୍ୟାଲେଣ୍ଟଟା ବି ବଢ଼ିବ। ଯେମିତି ଯେତେ ଅଭ୍ୟାସ କରିବ ସେତେ ଆହୁରି ମସୃଣ ହେବ। ତେଣୁ ଏଇ ଯେଉଁ ପ୍ରୟାସ କରିଛନ୍ତି ଆମର ବ୍ରଦର୍ସ ରାଉତରାୟ ବ୍ରଦର୍ସ, ବହୁତ ସ୍ୱାଗତ ଯୋଗ୍ୟ। ଆଶା କରୁଛୁ ଭଲ ପିଲା ହେବେ। ମୁଁ ଭାବୁଛି ବୋଧେ 150-200 ପିଲା ଆସିବେ, ଅଲ୍ ଓଡ଼ିଶାରେ ଆସିବେ ଏବଂ ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଏଇଠି ଯେଉଁମାନେ ଭଲ କରିବେ ସେମାନେ ନ୍ୟାସନାଲ୍ ଖେଳିବେ। ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ।